ଅତି ଅନ୍ୟାୟ କରୁଛନ୍ତି ଶରୀରଟାକୁ ନିଜେ ନଷ୍ଟ କରୁଛନ୍ତି ଗୋଟେ କଳାକୁ ଲୋପ କରିଦଉଛନ୍ତି ଭଗବାନ ଦେଇଛନ୍ତି ସରସ୍ୱତୀ ଗଣେଶ ତମକୁ ଆଶୀର୍ବାଦ ଦେଇଛନ୍ତି କଳା ଦେଇଛନ୍ତି କଳା ଉପଭୋଗ କର କେତେ ଲୋକ କରତାଳି ଦଉଛନ୍ତି କେତେ ଲୋକ ଏନ୍ଜୟ କରୁଛନ୍ତି ତମେ ପିଇକି ନଷ୍ଟ ଗୋଟା ଖାଲି ପିଇକି ଡ୍ୟାମେଜ ହେଇଯାଉଛନ୍ତି ଆଉ ଅନ୍ୟ କିଛି ନାହିଁ ଡାକିବା ତାଙ୍କୁ କହିବା ମୋହନ ମାଝୀ କହିବା ମୋହନ ମାଝୀ କଳା ପ୍ରେମୀ ଆମେ ଏକାଠି ଇଣ୍ଡିଆ ଯାକ ବୁଲିଛୁ ନାଚ ଗୀତ ଭଲ ହୋଟେଲରେ ଖାଇବା ଆମ ଦି ଜଣଙ୍କୁ ଆମ ଭିତରେ ସୁସମ୍ପର୍କ ମୁଁ କହିବି ମୋହନ ମାଝୀ ଡାକିକି ତାଙ୍କ କଳା କେମିତି ଦେଖ ଏନ୍ଜୟ କର କଳାର ପୂଜା କର ସମସ୍ତଙ୍କ ଚକ୍ଷୁରେ ଲୋକଲୋଚନକୁ ଆଣ ବଢିଆ ହବ କଳା ପ୍ରେମୀ କିନ୍ତୁ କଳାକାରକୁ ସମ୍ମାନ ଦଉଛନ୍ତି ଆମେ ଗତକାଲି ଦେଖିଲୁ ଯେ ଦୁଇଟା ସିଟ୍ ପଡିଥିଲା ମୁଖ୍ୟମନ୍ତ୍ରୀଙ୍କ ପାଇଁ ଏବଂ ମନମୋହନଙ୍କ ପାଇଁ ପଛରେ ଦି ଜଣ ଠିଆ ହେଇଥିଲେ ଆମର ମାନେ ବିଶିଷ୍ଟ କଳାକାର ସିଦ୍ଧାନ୍ତ ମହାପାତ୍ର ଏବଂ ଆକାଶ ଦାସ ନାୟକ ତାଙ୍କୁ ବସିବା ପାଇଁ ସିଟ୍ ନଥିଲା ଖାଲି ବିଜୟ ଉତ୍ସବ ଏଗୁଡାକ ସି ଗ୍ରେଡ କଳାକାର ସେଠି କେମିତି ଏରେ ବସେଇବେ ଆରେ ଏ ହେଲା ମୁଖ୍ୟମନ୍ତ୍ରୀ ଏ ହେଲା ବିଜେପିର ସଭାପତି ସେ ଚେୟାର କେମିତି ଦି ଜଣ କଣ ଏ ସି ଆଉ କଣ ଏଗୁଡା କଣ ଯିବେ ଏ ରେ ଅମିତାଭ ବଚ୍ଚନ ଯିବ ଏ ଅକ୍ଷୟ କୁମାର ଯିବ ଏ ଆଉ ଇଏ ସି ରେ ଯିବେ ନା ଆଉ ଏ ଯାହା ଦି ଜଣଙ୍କ ନାଁ କହିଲ ମୁଁ ନାଁ ଧରିବାକୁ ସିଦ୍ଧାନ୍ତ ମହାପାତ୍ର ସି ଆଉ କିଏ ସି ଅନୁଭବ ବି ରେ ଯିବ ବାବୁ ବି ରେ ଯିବ ସେ ଯୋଉଠିକି ଯାଆନ୍ତୁ ଯେ ଯାଆନ୍ତୁ ଗ୍ରୀରେ ତ ବୁଲୁଛନ୍ତି ଏରେ ଯିବ ମୁଁ ଅକ୍ଷୟ କୁମାର ଆଉ ଧର୍ମେନ୍ଦ୍ର ପୁଅଟା ନା କଣ ଓଡିଆ ଏରେ ନାହାନ୍ତି ଓଡିଆରେ ଓଡିଆ କେହି ଏ ନାହାନ୍ତି ଓଡିଆ ବାବୁସାନ ଯିବ ବିରେ ଆଉ ବାକି ସି ରେ ସବୁ ଯିବେ ଅନୁଭବ ସି ରେ ଯିବ ଆଉ ଆମ ଭାଇ କଳାକାର ଗୋଟେ ଚାଲୁଥାଉ କାଲି ଜିନିଷଟା କିନ୍ତୁ ଆମ ସମସ୍ତଙ୍କୁ ଯେହେତୁ ଓଡିଆ ସିନେମା ପ୍ରେମୀ ବହୁତ କଷ୍ଟ ଲାଗିଲା କି ମନମୋହନ ସାମଲ ବସିଛନ୍ତି ମୁଖ୍ୟମନ୍ତ୍ରୀ ବସିଛନ୍ତି ଆଉ ସିଦ୍ଧାନ୍ତ ମହାପାତ୍ର ଠିଆ ହେଇଛନ୍ତି ମଶା କାମୁଡୁଛି ସେ ମଶା ବାଡେଇ